ପିଲାମାନେ ଆଜି ଆମେ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଭାଗ ହସ ଖେଳ ବହିର ପାଠ 16 ନଈବଢିର ଏଇ ଛବିଟିକୁ ଦେଖିବା ଏବଂ ଭଲ ଭାବରେ ବୁଝିବା। ତା ପୂର୍ବରୁ ଯଦି ତମମାନେ ଏଇ ଚ୍ୟାନେଲରେ ନୂଆ ଅଛ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ। ଚାଲ ପିଲାମାନେ ଭିଡିଓଟିକୁ ଷ୍ଟାର୍ଟ କରିବା। ପିଲାମାନେ କହିଲ ଦେଖି ବିଷୟଟିର ନାଁ କଣ? ନା ନଈ ବଢି। ନଈ ବଢି କହିଲେ ପିଲାମାନେ ଆମେ କଣ ବୁଝୁ? ନା ବର୍ଷା ଦିନେ କଣ ହୋଇଥାଏ? ନା ଅଧିକ ବର୍ଷା ହୋଇଥାଏ। ଅଧିକ ବର୍ଷା ଯୋଗୁ ନଦୀ ଗୁଡ଼ିକରେ ଜଳ ଫୁଲ ହୋଇଯାଇଥାଏ। ଏହି ନଦୀର ଜଳ ଶେଷରେ କଣ ହୋଇଥାଏ? ନା ନଦୀ ବନ୍ଧ ଭାଙ୍ଗି ଗାଁ ଗଣ୍ଡାରେ ପଶେ। ଏହାକୁ କଣ କହିଥାଉ ଆମେ? ନା ନଈ ବଢି କହିଥାଉ। ଆଚ୍ଛା କହିଲ ଦେଖି ପିଲାମାନେ, ତମମାନେ ନଈ ବଢିର ଦୃଶ୍ୟ କେବେ ଦେଖିଛ କି ନାହିଁ? ଯଦି ତମ ଗାଁକୁ ନଈ ପାଣି ଆସିଛି ଆଉ ତମେ ତାକୁ ଦେଖିଛ ତାହେଲେ ମତେ କମେଣ୍ଟ ବକ୍ସରେ ଜଣାଇବ। ଆଚ୍ଛା କହିଲ ଦେଖି ନଈ ବଢି ହେବା ଦ୍ୱାରା ଆମର କଣ କଣ କ୍ଷତି ହୋଇଥାଏ? କୁହ ପିଲାମାନେ। ନଈ ବଢି ହେବା ଦ୍ୱାରା ଆମର କଣ ହୋଇଥାଏ? ନା ବହୁତ ଧନ ଜୀବନ ନଷ୍ଟ ହୋଇଯାଏ। ଆଉ ଏଇ ନଈ ବଢିରେ କଣ ହୋଇଥାଏ? ନା ନଈ ପାଣିରେ ଆମର ଗାଁ ଗଣ୍ଡା ଘର ଦ୍ୱାର ଆଦି ବହୁତ ଧନ ଜୀବନ ନଷ୍ଟ ହୋଇଥାଏ। କେବଳ ଖାଲି ଗାଁ ଗଣ୍ଡା ଘର ଦ୍ୱାର ଭାସି ଯାଇ ନଥାଏ। ତା ସହିତ କଣ ହୁଏ? ନା ବହୁତ ପଶୁ ପକ୍ଷୀ ଆଉ ମଣିଷ ମାନଙ୍କୁ ମଧ୍ୟ ଏଇ ନଈ ପାଣିରେ ଭାସି ଯିବାର ଦୃଶ୍ୟ ଆମକୁ ଦେଖିବାକୁ ମିଳିଥାଏ। ଆଉ କଣ ହୁଏ? ନା ଆମର ବହୁତ ଫସଲ ସବୁ ନଷ୍ଟ ହୋଇଯାଇଥାଏ। ସେଇ ନଈ ବଢି ସମୟରେ ପିଲାମାନେ ଆଉ କଣ ହୋଇଥାଏ? ନା ପଶୁ ପକ୍ଷୀ ମଣିଷ ମାନଙ୍କର କଣ ବିକଳ ରଡି ଶୁଣି ଆମ ଲୋମ ଟାଙ୍କୁରି ଉଠେ। ଏଇ ନଈ ବଢି ସରିବା ପରେ ଲୋକମାନେ କଣ? ନା ବିଶୁଦ୍ଧ ଖାଦ୍ୟ ଓ ଜଳ ପିଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ମଧ୍ୟ ହୋଇଥାନ୍ତି। ଆଉ କଣ ହୋଇଥାଏ? ନା ସେଇ ନଈ ବଢିର ବିଷାକ୍ତ ଜଳରେ ବିଭିନ୍ନ ପ୍ରକାରର ବିଷାକ୍ତ ସାପ ମଧ୍ୟ ଭାସି ଆସିଥାନ୍ତି। ଏମାନେ ଆମର ବହୁତ କ୍ଷତି କରିଥାନ୍ତି। ପିଲାମାନେ ତମମାନଙ୍କ ବହିରେ ମଧ୍ୟ ସେଇ ଛବି ଆମେ ଏଠି ଦେଖିବାକୁ ପାଇବା। ଏଠି କଣ ହେଇଛି ପିଲାମାନେ ଲକ୍ଷ୍ୟ କର। ଏଠି କଣ? ଏଠି ନଈ ପାଣି ହେଇଯାଇଛି। ଗାଁ ଗଣ୍ଡାରେ କଣ ନଈ ପାଣି ଏଗୁଡ଼ିକ ଏଠି ପଶି ଯାଇଛି। ଏଠି ନଈ ପାଣି ପଶିବା ଦ୍ୱାରା ଏଠି ଲୋକମାନେ କଣ କରୁଛନ୍ତି? ନା ଏଠି ଲୋକମାନେ କିଛି କଣ ଉଞ୍ଚା ସ୍ଥାନକୁ ପଳେଇ ଆସିଛନ୍ତି ଆଉ ସେଠାରେ ବସିଛନ୍ତି। ଏଠି କଣ ହେଇଛି? ନା ଏଠି କଣ? ନା ହେଲିକପ୍ଟର ସାହାଯ୍ୟରେ ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଠି କଣ କରୁଛନ୍ତି ଲୋକମାନେ? ନା ଉଞ୍ଚା ସ୍ଥାନକୁ ଆସି ଏମିତି ହାତ ଟେକୁଛନ୍ତି, ଖାଦ୍ୟ ମାଗୁଛନ୍ତି ଆଉ କଣ କରୁଛନ୍ତି? ନା ବଞ୍ଚେଇବା ପାଇଁ କଣ ସେମାନଙ୍କୁ ଅନୁରୋଧ କରୁଛନ୍ତି। ଆଉ କଣ ହେଇଛି ପିଲାମାନେ? ଏଠି ଲକ୍ଷ୍ୟ କର। ଏଠି ବନ୍ୟା ଜଳରେ କଣ ହେଇଛି? ନା ଗାଈ ଗୋରୁ ମାନେ ଏଠି ଭାସି ଯାଉଛନ୍ତି। ଏଠି ପିଲାମାନେ ଲକ୍ଷ୍ୟ କର। ଏଠି ଗାଈ ବଳଦ ସବୁ ଭାସି ଯାଉଛନ୍ତି। ଆଉ କଣ ହଉଛି? ଏଠି ପକ୍ଷୀ ମାନେ କଣ ଉଡି ଯାଉଛନ୍ତି। ଆଉ ଏଠି କଣ ହେଇଛି ପିଲାମାନେ ଲକ୍ଷ୍ୟ କର। ଏଠି ହାଣ୍ଡି ଗୁଡ଼ିକ ଭାସି ଯାଉଛି। ବହୁତ ଘରର କଣ ଗୃହ ଉପକରଣ ଜିନିଷ ଗୁଡ଼ିକ ମଧ୍ୟ କଣ ଭାସି ଯାଉଛି। ଆଉ ଏଠି କଣ ହେଇଛି? ନା ଏଠି ମାଙ୍କଡ ଗୁଡ଼ିକ କଣ ଗଛ ଉପରେ ବସିଛନ୍ତି ଖାଦ୍ୟ ପାଇଁ। ଏଠି ସେମାନେ କଣ ବ୍ୟାକୁଳ ହେଉଛନ୍ତି, ଖାଦ୍ୟ ପାଉନାହାନ୍ତି। ଆଉ କଣ ହେଇଛି? ନା ଏଠି କୁଆ ଦେଖ କେମିତି ଏଠି ଚେୟାର ଉପରେ ବସିଛି କାଉଟି। ଆଉ କଣ ହେଇଛି? ନା ବଗଟି ମଧ୍ୟ ଏଠି କଣ ବଗ ମଧ୍ୟ ଏଠି ବସିଛି, ଖାଦ୍ୟ ସେମାନେ ପାଉନାହାନ୍ତି। ଆଉ ଏଠି ଡଙ୍ଗା ମାଧ୍ୟମରେ କଣ ହୋଇଛି? ନା ଲୋକମାନେ ଏଠି କଣ ବହୁତ ଗୁଡିଏ ଖାଦ୍ୟ ନେଇକି ଆସିଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ। ଆଉ କିଛି ଲୋକମାନେ ପିଲାମାନେ ଏଠି ଲକ୍ଷ୍ୟ କର। ଏଠି ଅଣ୍ଟାଏ ଲେଖା ପାଣିରେ ପଶିକି ସେମାନଙ୍କର କଣ ଗୃହ ଉପକରଣ ଜିନିଷ ଗୁଡ଼ିକ ସେମାନେ ମୁଣ୍ଡେଇକି ନେଇ ଯାଉଛନ୍ତି। କାଗଜ ପତ୍ର ଆଦି ବହୁତ ଦରକାରୀ ଜିନିଷ ସେମାନେ ଉଚ୍ଚା ସ୍ଥାନକୁ ଏଠି ନେଇ ଯାଉଛନ୍ତି। ଆଉ କଣ କରୁଛନ୍ତି? ନା ହେଠି କଣ ଖାଦ୍ୟ ପାଇଁ ସେମାନେ ଉଚ୍ଚ ସ୍ଥାନରେ ରହି ହେଠି ବ୍ୟାକୁଳ ହଉଛନ୍ତି। ପିଲାମାନେ ତମମାନେ ଏଇ ଦୃଶ୍ୟକୁ ଦେଖି ପାରୁଛ କି ନାହିଁ ଭଲ ଭାବରେ? ତାପରେ ତମମାନଙ୍କୁ ମୁଁ କିଛି କ୍ୱେଶ୍ଚନ ପଚାରିବି, ତମେ ତାର ଆନ୍ସର ଦବ। ପିଲାମାନେ କହିଲ ଦେଖି ତମେ ଏଇ ଛବିରେ କେଉଁ ପଶୁମାନଙ୍କୁ ଦେଖୁଛ? କହିଲ ଦେଖି କେଉଁ ପଶୁମାନଙ୍କୁ ଦେଖୁଛ? ଏଠି ତମେ କାହାକୁ ଦେଖୁଛ? ନା ଏଠି କଣ? ଏଠି ଗାଈ ଆଉ କାହାକୁ ଦେଖୁଛ? ଏଠି ମାଙ୍କଡ ମାନଙ୍କୁ ଦେଖୁଛ। ଏଇଟା ତମର ଯଦି ପରୀକ୍ଷାରେ ଆସେ ତମେ ଲେଖିପାରିବ। ଆଉ କହିଲ ଦେଖି ପିଲାମାନେ ଏଇ ଛବିରେ ତମେ କେଉଁ ପକ୍ଷୀ ମାନଙ୍କୁ ଦେଖୁଛ? ଏଠି କାହାକୁ ଦେଖୁଛ? ଏଠି କାହାକୁ ଦେଖୁଛ? ନା କାଉ। ଏଠି ଗୋଟେ ଗଛ ଡାଳରେ କାଉ ବସିଛି। ଏଠି ଗୋଟେ ଚେୟାର ଉପରେ କାଉ ବସିଛି। କାଉ ଆଉ କିଏ? ନା ବଗକୁ ଦେଖୁଛ। ତମମାନେ ଲେଖିପାରିବ ଆରାମସେ। ନା ତମେ ଏଇ ନଈ ବଢିର ଦୃଶ୍ୟରେ କାଉ ଏବଂ ବଗକୁ ଦେଖୁଛ। ଆଉ କହିଲ ଦେଖି ପିଲାମାନେ ଡଙ୍ଗା ସାହାଯ୍ୟରେ ଲୋକମାନଙ୍କର କଣ କଣ କରାଯାଉଛି ଡଙ୍ଗା ସାହାଯ୍ୟରେ ଏଠି?
ଡଙ୍ଗା ସାହାଯ୍ୟରେ ଲୋକମାନଙ୍କୁ ଏଠି ଖାଦ୍ୟ ଯୋଗାଇ ଦିଆଯାଉଛି। ଆଉ ସେମାନଙ୍କୁ କ'ଣ ପାଣିରୁ ଉଦ୍ଧାର କରାଯାଇ ସେମାନଙ୍କୁ କ'ଣ ନା ଉଞ୍ଚା ସ୍ଥାନକୁ ସେମାନଙ୍କୁ ଡଙ୍ଗା ସାହାଯ୍ୟରେ ନିଆଯାଉଛି। ଆଚ୍ଛା ପିଲାମାନେ କହିଲ ଦେଖି ତମେ ଏଇ ନଈ ବଢିର ଦୃଶ୍ୟକୁ ଦେଖି କ'ଣ ଶିଖିଲ? ନା ତମ ଗ୍ରାମରେ ଯଦି ନଈ ବଢି ଆସେ ତମେ କ'ଣ କରିବ? ନା ତମେ ଯଥାଶୀଘ୍ର ଉଚ୍ଚ ସ୍ଥାନକୁ ପଳାଇ ଯିବ। ତା ସହିତ କ'ଣ ନା ଖାଦ୍ୟ ଜଳ ଆଉ କ'ଣ ନା ଦରକାରୀ କାଗଜ ପତ୍ର ସବୁ ତା ସହିତ ନେଇଯିବ। ଆଉ ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ମଧ୍ୟ ସାଙ୍ଗରେ ନେଇଯିବ। ଆଉ ଯଦି ତମମାନଙ୍କର ପିଲାମାନେ ପରୀକ୍ଷାରେ ପ୍ରଶ୍ନ ଆସେ ଲୋକମାନେ କେଉଁଠାରେ ଆଶ୍ରୟ ନେଇଥିଲେ, ତମାନେ କ'ଣ ଲେଖିବ? ନା ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଉଥିଲେ। ପିଲାମାନେ ତମେ ଏହାକୁ ବୁଝିପାରିଲ କି ନାହିଁ? ଯଦି ତମମାନଙ୍କୁ ସ୍କୁଲରେ କହିବେ କି ଏହାକୁ ଦେଖିକି ତମେ ନଈବଢିର କିଛି ଦୃଶ୍ୟ କ'ଣ ଖାତାରେ ଲେଖିକି ଆଣ ବା ବର୍ଣ୍ଣନା କର ମୁହଁରେ, ତମେ ଆରାମସେ କରିପାରିବ। ପିଲାମାନେ ତମମାନଙ୍କୁ ଯଦି ଏଇ ଭିଡିଓଟି ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।